ଶୁଣ ସମସ୍ତେ, ଆମେ ଚାଲ ମଣିଷମାନଙ୍କ ପରି କୁଆଡ଼େ ପିକନିକ୍ କରିବା ପାଇଁ ଯିବା। ଆରେ ମତେ ବି ମଣିଷମାନଙ୍କ ପରି ପିକନିକ୍ ଯିବା ପାଇଁ ବହୁତ ଇଚ୍ଛା। ଏଇ ଚାଲ ଚାଲ ଆମେ ସମସ୍ତେ ମିଶିକି ମଣିଷମାନଙ୍କ ପରି ପିକନିକ୍ କରିବା ପାଇଁ ଯିବା। ଆଉ ତାହେଲେ ଚାଲ, ଆଉ ଡେରି କଣ ପାଇଁ, ଆମେ ସମସ୍ତେ ମିଶିକି ପିକନିକ୍ ଯିବା। ଏଇ ଆମେ ତ ପିକନିକ୍ କରିବା ପାଇଁ ଯିବା। ପିକନିକ୍ ପାଇଁ ତ ଆମକୁ ଜିନିଷପତ୍ର ନେବାକୁ ପଡ଼ିବ। ଆମ ପାଖରେ ତ କିଛି ଟଲି ରିକ୍ସା ନାହିଁ, ତାହେଲେ ଆମେ ଜିନିଷପତ୍ର ଗୁଡ଼ା କେମିତି ନେବା? ଏଇ ତମେ 2 ଜଣ ଯାଅ, କୁଆଡ଼ୁ ଗୋଟେ ଟଲି ରିକ୍ସା ବ୍ୟବସ୍ଥା କରିକି ଆଣ। ଆଉ ଠିକ୍ ଅଛି, ତମେ ଜିନିଷପତ୍ର ରେଡି ରଖ, ଆମେ ଯାଉଛୁ କୁଆଡ଼ୁ ଗୋଟେ ଟଲି ରିକ୍ସା ଚୋରି କରିକି ଆଣି ଆସିବୁ। ଏଇ ଲାଲଟୁ ଚାଲ, ଆମେ ଯାଇକି କୁଆଡ଼ୁ ଗୋଟେ ଟଲି ରିକ୍ସା ଚୋରି କରିକି ଆଣି ଆସିବା। तू देख तो ସେଇଠି ଗୋଟେ ଟଲି ରିକ୍ସା ଅଛି ନା? ଆରେ ହଁ, ସେଇଠି ଗୋଟେ ଟଲି ରିକ୍ସା ଅଛି ଯେ ତା ଉପରେ ତ ଗୋଟେ ମଣିଷ ବସିଛି। ତା ପାଖରୁ ଆମେ ଟଲି ରିକ୍ସାଟା କେମିତି ଆଣିବା? ଏଇ ଶୁଣ, ମୁଁ ଯାଉଛି ସେ ମଣିଷ ଗୋଡ଼ରେ କାମୁଡ଼ି ଦେବି। ଯେତେବେଳେ ସେ ମଣିଷ ମତେ ମାରିବା ପାଇଁ ଦୌଡ଼େଇବ, ତୁ ଟଲି ରିକ୍ସାଟା ନେଇକି ପଳେଇବୁ। ଆରେ ହଁ ଯା ଯା, ସେମିତି କର। ইরে বাবা রে, কে গোটে মতো কামুড়ি দেলা রে। আরে এইটা তো গোটে শিয়াল। এই শিয়ালটা কোন মতো কামুড়ি দেল? দুষ্ট শিয়াল, তুম গোড়রে কামুড়ি দেলু। ওর ততে মু এবে মজা চখাউছি। এই মনিষ তো লাইটু পছরে দৌড়াইছি। এবে মু যাউছি টলি রিক্সাটা দেইকি পড়াইবি। শিয়াল তো দৌড়িকি পড়েইলা। শিয়াল পছরে দৌড়াইলে আর লাভ নাই। মু যাউছি মো টলি রিক্সা পাখকু ফেরি যাবি। আরে আরে, মো টলি রিক্সাটা কুয়াড়ে বলা? এইটি তো ছিল। এই দেখো সমস্তে, আমি 2 জন তো টলি রিক্সার ব্যবস্থা করে দেলু। আরে বাহ, টলি রিক্সার তো ব্যবস্থা হয়ে গলা। এবে আমি পিকনিক করিয়া পে যাব। আরে হো আউ দেরি করনি, টলি রিক্সা উপরে সব জিনিসপত্র লোড করো। আরে সব জিনিসপত্র তো লোড হয়ে গলা। এবে চলো কোউটি গোটে ভালো জায়গা দেখিকি সেইটি পিকনিক করিবা। আরে হো চলো চলো। কি আনন্দ লাগুছে, আমি সমস্ত মিশিকি পিকনিক যাউছে। আহা কি আনন্দ। এই লালটু ভাই, পল্টু ভাই, তমে মানে মনিষ মানক পরি পিকনিক যাচ্ছ না করো? কোন হলো রে, রিক্সা কাইকি রখিলু? এই দেখ সেইটি মাଙ୍କড় কোন কହୁଛି, চাল আমি টিকে মাଙ୍କড় সহিত মজা করিকি আসিবা। আরে হো চাল চাল, বহুত দিন হয়ে গলানি কা সহিত টিকে আমি মজা করিনি। চাল আজ এই মাଙ୍କড় সহিত টিকে মজা করিবা। এই
কি রে ମାଙ୍କଡ଼ ଆମକୁ ଦେଖିକି କଣ କହୁଛୁ? ହଇତ ଭାଇ ତମେ ମଣିଷମାନଙ୍କ ପରି ପିକନିକ ଯାଉଛ ବୋଲି ମତେ ବହୁତ ଖୁସି ଲାଗୁଛି। ମୁଁ ବି ତମ ସହିତ ଟିକେ ପିକନିକ ଯାଆନ୍ତି। ଏଇ ମାଙ୍କଡ଼ ତୋର ପିକନିକ ଯିବାର ବୟସ ହେଇଛି ନା? ଏଇ ମାଙ୍କଡ଼ ତୋର ଲାଞ୍ଜଟା ବହୁତ ସୁନ୍ଦର ହେଇଛି। ତୋ ଲାଞ୍ଜଟା ମତେ ଟିକେ ଧାର ଦେବୁ? ଏଇ ମୁଁ ଲାଙ୍ଗୁଡ଼ରେ ହାତ ଲଗାଉନି, ନହେଲେ ଭଲ ହବନି। ଏଇ ତୁ ଆମର କଣ କରିବୁ ରେ? ରହ ତତେ ଏଇ ଗଛରେ ଟାଙ୍ଗି ଦଉଛି। এই মাଙ୍କଡ଼ ତୁ ଏଇଠି ଏମିତି ଟଙ୍ଗା ହେଇକି ଥା, ଆମେ ଯାଉଛୁ ପିକନିକ କରିକି ଆସିବୁ। ଦୁଷ୍ଟ ଶିଆଳ ଦଳ, ତମେ ମାନେ ମତେ ଗଛରେ ଟାଙ୍ଗି ଦେଇକି ପଳେଇଲ। ତମ ମାନଙ୍କୁ ମୁଁ ଛାଡ଼ିବିନି। ଦିନେ ନା ଦିନେ ଭଲ କି ମନେ ଚକେଇବି। আরে দেখো দেখো এই জায়গাটা কেতে সুন্দর। চলো আজ আমি এইটি পিকনিক করিবা। আরে হ হ এই জায়গাটা তো বহুত সুন্দর লাগুছি। এইটি পিকনিক করিবা। এই ଆଉ ଡେରି କରିବାନି। ଚାଲ ଜିନିଷପତ୍ର ସବୁ ଟଲି ରିକ୍ସାରୁ ଓହ୍ଲେଇବା ଆଉ ରୋଷେଇ କରିବା ପାଇଁ ରେଡି କରିବା। ଆରେ ବାପରେ এই ଗ୍ୟାସ ସିଲିଣ୍ଡରଟା କେତେ ଭାରି। এই ଧର ଧର ନହେଲେ ମୋ ଅଣ୍ଟା ଭାଙ୍ଗିଯିବ। ଇରେ ଲାଲଟୁ ଖାଲି ଆଳୁ ପୋଟଳ କାଟିଲେ ହବ? ଆମ ମାନଙ୍କୁ ତ କିଛି ମାଛ ମାଂସର ବ୍ୟବସ୍ଥା କରିବାକୁ ପଡ଼ିବ, ନହେଲେ କଣ ପିକନିକଟା ଭଲ ଲାଗିବ? ଆଉ ତାହେଲେ ଚାଲ ଆମେ କୋଉଠୁ ଯାଇକି ମାଛ ମାଂସର ବ୍ୟବସ୍ଥା କରିକି ଆଣିବା। देख देख एइडी केते गुडाए हंस अछंती। अरे वाह एई हंस गुडाकू देखिकी तो मो पाटिरु लाल गडलानी। एई चल एई हंस गुडाकू धरिकी हम पिकनिक को नै जिबा आ रोसई करिकी खाइबा। हंस धरी पकेइले एबे चल एई हंस गुडाकू नेकी हम पिकनिक को जीवा। अरे हो चल चल। देखो समस्ते आमे केते गुडाए हंस धरी के आनिचु। अरे वाह एई हंस गुडाकू देखिकी तो मो मन बहुत खुशी होला। आज एई हंस मांस खाइकी पिकनिक रा मजा आसी जीवो। एई एबे तमे जाओ एई हंस गुडाकू रोसई करो, आमे डी नाच गीत करूचु। एई लाइट तो म्यूजिक टा ऑन कर। अरे भूमिकंप आसिले ना पड़ू सब कौन एमती बोलुची। भागो भागो बाहर आसो आ देखो कौन होची। अरे मार्कोल कौन बाहर डाकुची ओलेटी जाउची देखिबी। भागो भागो देखो तब बाहर कौन होची।
আচ্ছা এই কথা এইଥିପାଇଁ ଗୁଫା ଭିତରେ ଭୂମିକମ୍ପ ହଉଛି এই ଦୁଷ୍ଟ ଶିଆଳ ଗୁଡାକୁ ଛାଡ଼ିବିନି। এই ଦୁଷ୍ଟ ଶିଆଳ ଦଳ ତୋମାନଙ୍କର ତ ବହୁତ ସାହସ ମୋ ଗୁଫା ଉପରେ ପିକନିକ୍ କରିକି ଡ୍ୟାନ୍ସ କରୁଛ। ରୁହ ତୋମାନଙ୍କୁ ଏବେ ମୁଁ ଭଲ କି ମଜା ଚଖଉଛି। ବାଘ ବାବୁ ଆମକୁ କ୍ଷମା କରିଦିଅ, ଆମେ ଜାଣିନଥିଲୁ ଏଇ ତମ ଗୁଫା ଅଛି ବୋଲି। ବାଘ ବାବୁ ଏମାନଙ୍କୁ ଜମା କ୍ଷମା କରନି, ଏମାନେ ବହୁତ ଚାଲାକ। এই ମାଗୁର ତୁ ଚୁପ୍ କର। এই ସମସ୍ତେ ଏଠୁ ପଳାଅ ରେ, ଗ୍ୟାସ ସିଲିଣ୍ଡର ଲିକ୍ ହେଇଯାଇଛି, କେତେବେଳେ ହିଁ ବ୍ଲାଷ୍ଟ ହେଇଯାଇପାରେ। ଇ ବାବାରେ ରୋଗା ଭାଙ୍ଗିଗଲା ରେ। ଏ ମାଙ୍କଡ଼ କୋଉଠି ଅଛୁ? ଆସିକି ମତେ ଉଠା। ବାଘ ମାମୁଁ ସହ ପିକନିକ୍ ଯିବାର ମଜା ହିଁ ଅଲଗା। ଆରେ ମତେ ବି ବହୁତ ଆନନ୍ଦ ଲାଗୁଛି ତମମାନଙ୍କ ସହିତ ପିକନିକ୍ ଯାଉଛି ବୋଲି। ଆରେ ତମେ ସମସ୍ତେ କଥା ନ କହି ଜଲ୍ଦି ଜଲ୍ଦି ଚାଲ, ନହେଲେ ଡେରି ହେଇଯିବ। এই ତମେ ସମସ୍ତେ ହସ ମଜା ବନ୍ଦ କର ଆଉ ଜଲ୍ଦି ଜଲ୍ଦି ମୋ ରିକ୍ସାର ଚକାଟା ଠିକ୍ କର। କିରେ ରିକ୍ସା ଚକା ଠିକ୍ ହେବାକୁ କେତେ ସମୟ ଲାଗିବ? ବାଘ ମାମୁଁ ଚିନ୍ତା କରନି, ହେଇଯିବ ହେଇଯିବ। ଆଜି ମୁଁ ଖାଲି ଶୋଇବି। ଆଜି ମୋତେ ଶୋଇବାରେ ଯିଏ ଡିଷ୍ଟର୍ବ କରିବ ତାକୁ ମୁଁ ଆଜି ମାରିକି ଖାଇଯିବି। ଇଏ ପଲ୍ଟୁ ଟେପ୍ଟା ଟିକେ ବଜା, ଆମେ ଟିକେ ନାଚ ଗୀତ କରିବା। ହଁ ହଁ ବୁଝଉଛି ବୁଝଉଛି। আরে মতে লাগুଛି শর্ট সার্কিট ହେଇଗଲା। এই জলদি জলদি তু টেপটা ঠিক কর, ଆମେ ଯାଉଛୁ ନଦୀରୁ କିଛି ମାଛ ଧରିକି ଆଣିବୁ। ବାଘ ମାମୁଁ ଚାଲ ନଦୀରୁ ମାଛ ଧରିକି ଆଣିବା। এই ମତେ ଡର ଲାଗୁଛି, ମୁଁ ଏଇ ଡଙ୍ଗା ଉପରକୁ ଯିବିନି। ବାଘ ମାମୁଁ କିଛି ହବନି, ଆସ ଆସ ଆମେ ଅଛୁ ପରା। ହଁ ବାଘ ମାମୁଁ ଆସ ଆସ। ମୁଁ ଯଦି ପାଣିରେ ପଡ଼ିଗଲି? ବାଘ ମାମୁଁ ତମେ ଏଇ ପାଣିକୁ ଡରୁଛ ବୋଲି ଯଦି ସମସ୍ତେ ଜାଣିଯିବେ ତାହେଲେ ତ ତମ ମାନ ସମ୍ମାନଟା ତଳେ ପଡ଼ିଯିବ। ସେଥିପାଇଁ ମୁଁ କହୁଛି ଆସ, ଡଙ୍ଗା ଉପରକୁ ଆସ। ହଁ ବାଘ ମାମୁଁ କିଛି ହବନି, ଆସ ଆସ। ହଉ ତାହେଲେ ଯାଉଛି ଯାଉଛି। আরে তু এই কোন করুছু? এই গোটিয়ে গোটিয়ে মাছ ধরলে তো পিকনিক সরিଯିବ। ଆଉ ଆମେ ମଜା କୋଉଠି କରିବା? ଆଉ ତାହେଲେ କେମିତି ମାଛ ଧରିବା? ତୁ ଖାଲି ଦେଖ ମୁଁ କଣ କରୁଛି। এই তুই বাড়িরে গছর ওঠা ଦେଇକି କଣ କରୁଛୁ?
ବାଘ ମାମୁଁ ତମେ ଖାଲି ଦେଖ ମୁଁ କଣ କରୁଛି। এই ତୋର ତ ବହୁତ ବୁଦ୍ଧି। ଏଇ ଗଛର ଅଠା ଦେଇକି ମାଛ ଧରିବାର। ଏଇ ମୋତେ ବି ଟିକେ ଶିଖେଇ ଦେ କେମିତି ମାଛ ଧରୁଛୁ। ଏଇ ତ ସୁଯୋଗ ବାଘ ମାମୁଁକୁ ଟିକେ ମଜା ଚଖେଇବାର। କିରେ ତୁ କଣ ଭାବୁଛୁ ମାଛ ଧରିବା ଶିଖେଇବୁ କି ନାଇଁ କହ। ନା ନା କିଛି ନାଇଁ ବାଘ ମାମୁଁ ତାହେଲେ ଜଲ୍ଦି ଜଲ୍ଦି ମାଛ ଧରିବାଟା ଶିଖେଇ ଦେ। এই তো সুযোগ বাঘ মামুঁକୁ নদী ভিতরକୁ ঠেলি দে। এই মূর্খ পরি হসুছ কোন জলদি জলদি মতে এই পানিরু উদ্ধার কর। হ্যাঁ বাঘ মামুঁ উদ্ধার করুছু করুছু। এই ମୁଁ କିଛି ଜାଣିପାରିବିନି ଭାବୁଛୁ କି ତୁ ଜାଣିକି ମତେ ଏଇ ପାଣିରେ ଠେଲିଛୁ ନା। ଏଇରେ ବାଘ ତ ଜାଣିଗଲା ମତେ କିଛି ବାହାନା କରିବାକୁ ପଡିବ। ନା ନା ବାଘ ମାମୁଁ ମୁଁ ତମକୁ ଜାଣିକି ପାଣିକୁ ଠେଲିଥିଲି କାରଣ ତମେ ଏଇ ପାଣିକୁ ଡରୁଛ ନା ସେଥିପାଇଁ ତମର ଡର ଭାଙ୍ଗିବାକୁ ଏଇ ପାଣିକୁ ଠେଲିଥିଲି। କାରଣ ତମେ ଏଇ ଜଙ୍ଗଲର ରାଜା। ଯଦି ସମସ୍ତେ ଜାଣିଯିବେ ତମେ ପାଣିକୁ ଡରୁଛ ବୋଲି ତାହେଲେ ତ ଏଇ ଜଙ୍ଗଲରେ ତମ ମାନ ସମ୍ମାନ ରହିବନି। ସେଥିପାଇଁ ମୁଁ ଜାଣିକି ତମକୁ ପାଣିର ଭୟ ଛଡାଉଥିଲି। ହଉ ଠିକ ଅଛି ଏମିତି ଆଉ କରିବୁନି। ଯଦି ମୁଁ ପାଣିରେ ବୁଡି ଯାଇଥାନ୍ତି ଏଇ ମାଛ ଧରିବାର ବହୁତ ହେଇଗଲା। ଚାଲ ଏବେ ଆମେ ପିକନିକକୁ ଯିବା। बहुत दिन पर आमे नदी कूलକୁ पिकनिक କରିବାକୁ ଆସିଛେ ନା ମତେ ତ ବହୁତ ମଜା ଲାଗୁଛି। ଆରେ ହଁ ମତେ ବି ବହୁତ ମଜା ଲାଗୁଛି। ଏଇ ରୋଷେଇ ହେବା ପାଇଁ ଆଉ କେତେ ସମୟ ଲାଗିବ। ହଁ ହେଇଗଲାଣି ଆଉ ବେଶୀ ସମୟ ଲାଗିବନି। କିରେ ଲାଲଟୁ ଟେପଟା ଠିକ ହେଲା କି। ହଁ ହେଇଯାଇଛି। ବାଘ ମାମୁଁ ଚାଲ ଟିକେ ଆମେ ନାଚ ଗୀତ କରିବା। ନା ନା ମତେ ଭଲ ଲାଗୁନି ମୁଁ ନାଚ ଗୀତ କରିବିନି। ବାଘ ମାମୁଁ ଯୋଉ ନଦୀ ଭିତରେ ନାଚିଛି ଆଉ ନାଚ ଗୀତ କଣ କରିବ। ଏଇ ତମେ ଆସ ସମସ୍ତେ ଆମେ ନାଚ ଗୀତ କରିବା। ହଁ। डीजे बजाइकी वो निदटा भांगी देला। किरे ମୁଁ ଯାଇ ଦେଖେ ତାର ଯେ ରକ୍ଷା ନାହିଁ। এই ତମେ ସମସ୍ତେ ନାଚ ଗୀତ ବନ୍ଦ କର ଆଉ ଖାଇବା ଚାଲ। ମୋତେ ବହୁତ ଭୋକ ଲାଗିଲାଣି। ହଁ ଚାଲ। আরে এটা কি রে বাবা ইয়ে তো আসিকি এটি গর্জন করলানি। আরে তুমি কি এটিকি আসিকি কোন ପାଇଁ গর্জন করুছ। এই হারামজাদে ମୁଁ ଶୋଇଥିଲି ତମେ ଡିଜେ ବଜେଇ ମୋ ନିଦଟାକୁ ଭାଙ୍ଗିଦେଲ। ତମ କାହାକୁ ବି ମୁଁ ଛାଡ଼ିବିନି। ଏ ବଇଠୁ ଏବେ ଆମେ କଣ କରିବା। ଆରେ ୟା ସହିତ ବାଘ ମାମୁଁକୁ ଲଢ଼େଇ କରେଇକି ପଳେଇବା। এই ତୁ ଆମର କଣ କରିବୁ। ଆମ ପାଖରେ এই ଜଙ୍ଗଲର ରାଜା ବାଘ ଅଛି। ତୋର ଯଦି ସାହସ ଅଛି ବାଘ ମାମୁଁ ସହିତ ଲଢ଼େଇ କରିକି ଦେଖା। এই ବାଘକୁ କଣ ମୁଁ ଡରୁଛି କି। ଏ ବାଘ ଆୟ ତୋତେ ଏବେ ମୁଁ ମାରିକି ଫିଙ୍ଗିଦେବି। এই ବାଘ ମାମୁଁ ଆଉ ଗୋରିଲା ତ ଲଢ଼େଇ ଲାଗୁଛନ୍ତି। ଚାଲ ଏବେ ଆମେ ଏଇଠୁ ପଳେଇବା।
ବାଘ ମାମୁଁକୁ ତ ଛାଡ଼ିକି ପଳେଇ ଆସିଲେ, କିନ୍ତୁ ବାଘ ମାମୁଁର କ'ଣ ହବ? ଆରେ ତାର ଯାହା ହଉଛି ହଉ, ଆମେ ତ ବଞ୍ଚିକି ପଳେଇ ଆସିଲେ ନା। ହଁ ଠିକ କଥା ଠିକ କଥା। ଅରମଜାଦା ବାଘ, ତୁ କ'ଣ ମତେ ଲଢ଼େଇରେ ପାରିଦେଇ ଭାବୁଥିଲୁ? ଏଇ ହାରାମଜାଦା ଶିଆଳ ମାନେ ମତେ ବୋକା ବନେଇକି ୟା ସହିତ ଲଢ଼େଇ କରେଇଦେଲେ ଆଉ ଏଇଠୁ ପଳେଇଲେ। ଇଏ ତ ମତେ ମାରିକି ମୋର ଗୋଡ଼ ହାତ ଡ୍ୟାମେଜ କରିଦେଲା। ଏବେ ମୁଁ ଏଇଠୁ କେମିତି ଯିବି?